ନିଜେ ଜଣେ ଆରଏସଏସ୍ ପ୍ରଚାରକ ଭାବରେ ତାଙ୍କର ସେ ଜୀବନ କାଟିଛନ୍ତି ଏବଂ ସାରା ଭାରତ ବର୍ଷରେ ବିଭିନ୍ନ ଆଡ଼େ ଆରଏସଏସ୍ ପାଇଁ ସଂଗଠନ କରି ପ୍ରଚାର କରି ଯେଉଁ ପରିଚିତି ହାସଲ କରିଛନ୍ତି ସାରା ଭାରତ ବର୍ଷରେ ତାଙ୍କର ଦେଖନ୍ତୁ ତାଙ୍କୁ ଆରଏସଏସ୍ ପ୍ରଚାରକ ଭିତରେ ହିଁ ସେ ଆଗକୁ ଆସିଛନ୍ତି। ଆରଏସଏସ୍ ପ୍ରଚାରକ ଭାବରେ ପୁଣି ବିଜେପିକୁ ଆସିଲେ ସେଇ ଯେଉଁ ସାଂଗଠନିକ ଶକ୍ତି ଆରଏସଏସ୍ ପ୍ରଚାରକ ଭାବରେ ସେ ହାସଲ କରିଥିଲେ। କିନ୍ତୁ ସେ ନିଜେ କହି ଦେଖୁଛନ୍ତି ଶୁଣିଛନ୍ତି ଆପଣ ଯେ ଆ ପୂର୍ବରୁ ଥିଲେ ହରିୟାଣାର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଅର୍ବାନ ମିନିଷ୍ଟର ହେଇଛନ୍ତି। ଏ ସମସ୍ତେ ସବୁ ତାଙ୍କ କେମିତି ବଧୁଥିଲେ ସମସ୍ତେ କେମିତି କାମ କରୁଥିଲେ ହିମାଚଳ ପ୍ରଦେଶରେ କାମ କରି ଚାରିଆଡ଼େ କାମ କରୁଥିଲେ ଏବଂ ସେ ତାପରେ ବିଜେପିକୁ ଆସିଲେ ବିଜେପିକୁ ଆସିକି ତାଙ୍କୁ ମୁଖ୍ୟମନ୍ତ୍ରୀ ହେଲେ ଏବଂ ଆରଏସଏସ୍ ପ୍ରଚାରକ ଭାବରେ ତାଙ୍କର ପ୍ରତିଷ୍ଠା ଏବଂ ଆରଏସଏସ୍ ହିଁ ତାଙ୍କୁ ବ୍ୟାକ୍ କଲା। ପ୍ରଧାନମନ୍ତ୍ରୀ କ୍ୟାଣ୍ଡିଡେଟ୍ ଆଘାଡ଼ି ଚାହୁଁନଥିଲେ ସୁଷମା ସ୍ୱରାଜ ହେରିକା ଚାହୁଁନଥିଲେ କିନ୍ତୁ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ 2013 ମସିହାରେ ଆରଏସଏସ୍ ଚାହିଁଲା ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ପ୍ରେଜେଣ୍ଟ କଲା 2014 ପାଇଁ ଯେଉଁ ହେଲେ ସେ କିନ୍ତୁ ଆରଏସଏସ୍ ପ୍ରତି ତାଙ୍କର ଅନୁରକ୍ତି ଅଛି ଏଇଟା ସମସ୍ତେ ଜାଣିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ହେଲା ପରେ ସେ ଯାଉନଥିଲେ ଯିବାର ଆବଶ୍ୟକ ନଥିଲା ତାଙ୍କର ଅନ୍ୟ ଯୋଗସୂତ୍ର ଥିଲା ସାଧାରଣ ପ୍ରଧାନମନ୍ତ୍ରୀ ହେଲା ପରେ ଗଲା ଖେଳି ସମସ୍ତେ କହିବେ ଯେ ସେଠୁ ଡାଇରେକ୍ସନ ଅନୁସାରେ କାମ କରୁଛନ୍ତି ସେଠି ଚାହୁଁନଥିଲେ ସେ ତା ଭିତରେ ମଧ୍ୟ ବି ଜେପି ନାଡ୍ଡା ବି କହିଦେଲେ ଯେ ନାଇଁ ଆମେ ତ ଆଉ ବର୍ତ୍ତମାନ ଆରଏସଏସ୍ ସାହାଯ୍ୟ ଦରକାର ନାହିଁ ବିଜେପି ଇଟସେଲ୍ଫ ହାଜ୍ ବିକମ୍ ଏ ବିଗ୍ ଅର୍ଗାନାଇଜେସନ୍ କିନ୍ତୁ ତାର ମଧ୍ୟ ସେ ସଂଶୋଧନ ପରେ କଲେ କାରଣ 2024 ଲୋକସଭା ନିର୍ବାଚନରେ ଗୋଟେ ବଡ଼ ଧରଣ ସେଟବ୍ୟାକ୍ ବିଜେପିର ହେଇଗଲା। ବିଜେପି ସେଟବ୍ୟାକ୍ ହେବା ପାଇଁ ପୁଣି ଆରଏସଏସ୍ରେ ଗୋଟେ ପ୍ରକାର କମ୍ପ୍ରମାଇଜ୍ ପରେ ଆପଣ ଦେଖୁଛନ୍ତି ମହାରାଷ୍ଟ୍ର ଫାରାଷ୍ଟ୍ର ଯେଉଁ ରେଜଲ୍ଟ ବଦଳିଲା ଏମିତି ହରିୟାଣାରେ ସେଥିରେ ଆରଏସଏସ୍ର ପ୍ରମୁଖ ଭୂମିକା ରହିଲା। ତେଣୁ ସେଇ ହିସାବରେ ନରେନ୍ଦ୍ର ମୋଦି ରହିପାରିଲା ନରେନ୍ଦ୍ର ମୋଦି ନିଜେ ଅନୁମାନଙ୍କୁ କହିଥିଲେ ଯେ 75% ମାର୍ଗଦର୍ଶକ କଥା ଦେଖେଇ ଦେଇଥିଲେ ଆଡଭାନୀ ଗୀତ ଦେଖେଇଥିଲେ ଅନୁମାନ ସମସ୍ତଙ୍କୁ ଦେଖେଇଥିଲେ ବଡ଼ ନେତାମାନଙ୍କୁ 75% ଯେତେ ହେଇଛି ସବୁ ଲୋକଙ୍କୁ ଏବଂ 75 ବର୍ଷ ପରେ ରହିବା ଉଚିତ ନୁହେଁ ବୋଲି କହୁଥିଲେ କିନ୍ତୁ ତାଙ୍କର ବର୍ତ୍ତମାନ 75 ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି। 75 ବର୍ଷ ପୂର୍ଣ୍ଣ ହେଲା ପରେ ସେଇଟା ତାଙ୍କ ପାଇଁ ଯେ ଆପ୍ଲିକେବଲ୍ ତାର କୌଣସି ମାନେ ନାହିଁ। ଆପଣ ମନେ ରଖିଥିବେ ତାଙ୍କ ପାଇଁ ସେଇଟା ଆପ୍ଲିକେବୁଲ୍ ହେବ ଯେଉଁ ଅନ୍ୟମାନଙ୍କୁ କହିଥିଲେ ସିଏ କିନ୍ତୁ ତାଙ୍କର ପ୍ରଚାର ଚାଲିଛି ଯେ ସିଏ ବର୍ତ୍ତମାନ ଶକ୍ତିଶାଳୀ ଅଛନ୍ତି ସକ୍ରିୟ ଅଛନ୍ତି ସେ ଅସୁସ୍ଥ ହେଇନାହାନ୍ତି ତ ଏଇ ଧାରଣା ସିଏ ସୃଷ୍ଟି କରୁଛନ୍ତି। ସେଇ ପର୍ବରେ ନାଗପୁର ଯାଇଥିଲେ ବୋଲି ମୁଁ କହିବିନି କିନ୍ତୁ ନାଗପୁର ତାଙ୍କର ଯିବାର ଆବଶ୍ୟକତା ଥିଲା। ଏକରେ ବିଜେପିର ପରବର୍ତ୍ତୀ ସଭାପତି କିଏ ହେବ ସେଥିପାଇଁ ଗୋଟେ ରହିଛି କାହା ଯୋଉ ନାଁଟାକୁ ସେମାନେ ଭାବୁଛନ୍ତି ତାର ଗୋଟେ ଆପ୍ରୁଭାଲ ଦରକାର ଆରଏସଏସ୍ ଗୋଟେ ଓକେ କରିବା ଦରକାର। ଦ୍ୱିତୀୟ କଥା ହେଉଛି ତାଙ୍କ ପାଇଁ ସବୁଠୁ ବଡ଼ କଥା ହେଉଛି ଯେ ଆଗାମୀ ନିର୍ବାଚନରେ ମଧ୍ୟ ଆରଏସଏସ୍ର ଯେଉଁ ସମର୍ଥନ ଯେଉଁ ସାହାଯ୍ୟ ଏଇଟା ଅତୁଟ ରହିବା ଦରକାର ଏବଂ ଆରଏସଏସ୍ ଯଦି ଚାହିଁବ ଯେ 75% ଅନ୍ୟମାନଙ୍କୁ କହିଥିଲେ 75% ପରେ ରହିବା କି ଆରଏସଏସ୍ ଯଦି କି କହିଦେବ ସେ ଯାହାଟେ କହିଥିଲେ ସେଇଟା କାୟମ ହଉ ବା 75 ବର୍ଷ ତାହେଲେ ଅସୁବିଧାରେ ସେ ପଡ଼ିଯିବେ ଯେଉଁଟା ଆଡଭାନୀକୁ ପଡ଼ିଲା ଆପଣ ଜାଣିଛନ୍ତି ଆଡଭାନୀ ଆରଏସଏସ୍ ତାଙ୍କୁ ନାପସନ୍ଦ କରିଦେଲା ସେଇଟା ଗଲେ ଭାରି ପଛକୁ ଚାଲିଗଲେ ତେଣୁ ସେଇଟା ହେଇପାରିବ କିନ୍ତୁ ବର୍ତ୍ତମାନ ନରେନ୍ଦ୍ର ମୋଦିଙ୍କ ଷ୍ଟେଜ୍ରେ ସେଇଟା ସମ୍ପୂର୍ଣ୍ଣ ଭିନ୍ନ। ନରେନ୍ଦ୍ର ମୋଦି 3 ଥର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଇଛନ୍ତି ଯେଉଁଟାକି ଆରଏସଏସ୍ ବିଜେପି ପକ୍ଷେ ଗୋଟେ ସୌଭାଗ୍ୟର ବିଷୟ ଯଦିଓ ଏଥର ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନାହିଁ କିନ୍ତୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଭାବରେ ଯେଉଁ ସିଏ ପ୍ରଧାନମନ୍ତ୍ରୀ ହେବା ପରେ ଆରଏସଏସ୍ର ଯିଏ ଯାହା କହୁନା କି ଆରଏସଏସ୍ର ପ୍ରସାର ପ୍ରତିଷ୍ଠା ସମ୍ପ୍ରସାରିତ ହେଇଛି। ଆରଏସଏସ୍ ଏଭଳି କୌଣସି ଅନୁଷ୍ଠାନ ନାହିଁ ବିଶ୍ୱବିଦ୍ୟାଳୟଠୁ ଆରମ୍ଭ କରି ଏଭଳି ସରକାରୀ ବ୍ୟବସ୍ଥା ନାହିଁ ଯେଉଁଠି ଆରଏସଏସ୍ ଲୋକମାନେ ଆଉ ନାହାନ୍ତି। ଏଇ ଆରଏସଏସ୍ ଏଇ ସୁବିଧା ନରେନ୍ଦ୍ର ମୋଦିଙ୍କ ସମୟରେ ଯେତେ ସୁବିଧା ପାଇଲା ଯେପରି ଭାବରେ ସମ୍ପ୍ରସାରିତ ହେଲା ଏମିତି ବାଜପେୟୀଙ୍କ ଶାସନ ସମୟରେ ଏତିକି ହେଇନଥିଲା। ତେଣୁ ନ୍ୟାଚୁରାଲି ନରେନ୍ଦ୍ର ମୋଦି ଯଦିଓ ନିଜକୁ ଭାବୁଥିଲେ ଆରଏସଏସ୍ ବାହାରେ ମଧ୍ୟ ସେ କିଛି ବହୁତ କିଛି କରିପାରିବେ କରୁଥିଲେ ମଧ୍ୟ ଅନେକ କଥା କିନ୍ତୁ ଏବେ କିନ୍ତୁ ଦେଖା ହେଉଛି ଅସଲ ନିର୍ବାଚନ ସମୟରେ ଆରଏସଏସ୍ ଯଦି ଟିକେ ସକ୍ରିୟ ରହୁଛି ତାହେଲେ ଏକାକି ସେ ନିର୍ବାଚନ ଜିତିପାରେ କାରଣ ଯେଉଁ ପୃଷ୍ଠଭୂମି ଉପରେ ଯାଉଛନ୍ତି ଯେଉଁ ପୃଷ୍ଠଭୂମି ଉପରେ ବିଜେପିର ସମ୍ପ୍ରସାରିତ ହେଇଛି ତାର ମେଜର ପୃଷ୍ଠଭୂମି ହେଲା କ'ଣ ମେଜର ଭୋଟ୍ ମୋବିଲାଇଜେସନଟା କରୁଛନ୍ତି ହିନ୍ଦୁ ରାଷ୍ଟ୍ର ବିଚାରଧାରା ଉପରେ ଯେଉଁମାନେ ମୋବିଲାଇଜ ହେଇଛନ୍ତି ଯେଉଁ ସେକ୍ସନଟା ଯେଉଁଟାକୁ ଆପଣ କହିପାରନ୍ତି ପ୍ରାୟ 25% ଭୋଟ୍ এইটা আরএসএস নিয়ন্ত্রিত ଆଉ ସେମାନେ ଆକ୍ଟିଭାଇଜ୍ ନହେଲେ ଏଇଟା ସମ୍ପ୍ରସାରିତ ହେବ ନାହିଁ।
ତେଣୁ ସେଇଟା ବଞ୍ଚେ ନରେନ୍ଦ୍ର ମୋଦି ଜାଣିଛନ୍ତି ନରେନ୍ଦ୍ର ମୋଦି ସେତେ ଲୋକ ସେ ଯେଉଁ RSSକୁ ସେଇଥିପାଇଁ ସେ ଗଲେ କିନ୍ତୁ RSS ସେଠି ଯାଇଛି ସେ କିନ୍ତୁ ଗୋଟେ ଦୀକ୍ଷାଭୂମି ଗଲେ ଯୋଉଟା ଆମ୍ବେଦକରଙ୍କର ଦୀକ୍ଷାଭୂମି ଗଲେ ସେଠି କେହି RSS ଯାଇନାହାନ୍ତି